लिखिले चतुर्विधा भजन्ते माँ जनाः सुकृत अर्जुन आरती अर्थार्थी जिज्ञासु ज्ञानिश्च भरतर्षभ संवर्धना बाटिकार तीनोटी कुसुम प्रणाम स्नेह आउ शुभेच्छा आज्ञा सर प्रणाम रूपक पुष्पटी को चयन करी कौन करिवे मु अर्पण करुछि मंचासीन पंचदेवता समेत आज्ञा मंचर चतुर्पार्श्व उपवेशन करिथिबा मोर पितृकल्प गुरुकल्प गुरुजन महजन मानकर अभय पदकंजरे शुभेच्छा रूपक पुष्पटी की चयन करी मु अर्पण करुछि मोर समवर्तुल सममंजुल समधर्मी युवक बंधुगण मानक कराग्रे आउ ए स्नेह रूपक बिथिकाटा को चयन करी मु अर्पण करुछि अखंड भारत वर्षर सुनेली भविष्यत रूपक कुनाकुनी पिलांकर कर पापुली रे स्वाई रुंडीभूता बाल वृद्ध वनिता ग्रामवासी अनुष्ठान कर्मकर्ता मंगल विधान को चरितार्थ करने को जाई पागेलारे मंगलाचरण रूपक 16 कोटी पाठ करी बहिटर ना है श्रीमद भागवत गीता कवि हेले पराशर आत्मज सत्यावती नंदन कृष्ण दैपायन भगवान व्यासदेव जेमिति छातटीए उभा हवा पाई चारिपटे चारिटा पिलर दरकार भगवान को पाइबा पाई भक्त हेले गुटिए गुटिए पिलर स्तंभ भक्त बिना भगवान ना किछि नाही मु कहूनी गीता प्रमाण दिले नाह तिष्ठा भी वैकुंठे जोगिना हृदयेन च मत भगतिया जत्र गायन्ति तत्र तिष्ठा भी नारद प्रभु कहले मते वैकुंठपुर भल लगे लक्ष्मी पाखरे मुनि ऋषि जोगी मान पाखे मु रहे शांति पाए ना ना मद भक्तिया जत्र गायन्ति मोर जो भक्त माने मते भजन्ति मुझे भक्त मान पाखे गोटाए धारा ही भल पाए जहाँ सालवेग प्रमाण कले कहले धेनु पछे पछे बसा गमे खीरा लोभे धेनु पाछे पाछे बसा गमे खीरा लोभे भगत पछरे भगत जीवन
କହିଲେ ଭକ୍ତ ଯୋଉଠେଇ ମୋ ପ୍ରଭୁ ସେଇଠି ମୁଁ ସେଇଠି। ବାବା ତାହେଲେ ଭକ୍ତ କେତେ ପ୍ରକାର ଭକ୍ତ କେତେ ପ୍ରକାର ଆଜ୍ଞା ନା ଗୀତା ପ୍ରମାଣ କରେ ହଁ ଭକ୍ତ ହେଲେ 4 ପ୍ରକାର। ଆଚ୍ଛା ସାର୍ ସେ ଚାରି କିଏ କିଏ 1ରେ ଆରତି, ଆରତି 2ରେ ଅର୍ଥାର୍ଥୀ, 3ରେ 3ରେ ଜିଜ୍ଞାସୁ, 4ରେ 4ରେ ଜ୍ଞାନୀ। ଜ୍ଞାନୀ। ଆଚ୍ଛା ଆକୁ ସବୁ ଚିହ୍ନିବା କେମିତି ଏ 4 ପ୍ରକାର ଭକ୍ତ ଭିତରୁ ଆଜ୍ଞା ଆରତି ଭକ୍ତ କିଏ କିଏ ନା ଯିଏ ଦୁଃଖ ସମୟରେ ବାବା ବିପଦ ପଡ଼ିଲା ବେଳେ ଆଜ୍ଞା ଯାହାକୁ କବି କହିଲେ ଦୁଃଖରେ ସମସ୍ତେ ହରିକି ଭଜନ୍ତି ସୁଖରେ ନ ଭଜେ କେହି ଯେ ସୁଖେ ଭଜଇ ଶ୍ରୀ ହରି ପୟରେ ତାହାର ବା ଦୁଃଖ କାହିଁ ପୁଅ ବାହାଘର ହଉଥିବ ହାତ ଗଣ୍ଠି ପଡ଼ିଲା ବେଳେ କିଏ ଡାକୁଛ ନାରାୟଣ ଯାହା ହଉଛି ଭଲ ହଉଛି ଘର ପ୍ରତିଷ୍ଠା କଲା ବେଳେ ଯେତେବେଳେ ନୂଆ ଘର ମାର୍ବଲ ପକା ଘର ଭିତରେ ପଉଛ କହୁଛ ନାରାୟଣ ତମ କୃପାରୁ ଏ ଘର ପାଇଛି ଯେତେବେଳେ ଶୋରୁମକୁ ଯାଇକି 4 ଚକିଆ ଗୋଟେ ଇନୋଭା ଗାଡ଼ି କିଣୁଛ ସେତେବେଳେ କହୁଛ ନାରାୟଣ ମୁଁ ତୋ କୃପାରୁ କିଣିଛି ଆଉ ଯେତେବେଳେ କାମାକ୍ଷା ଛକରେ ଇନୋଭା ବାଡ଼େଇ ହେଇକି ଆକ୍ସିଡେଣ୍ଟ ହେଇଯିବ ଜଣକୁ ବାଡ଼େଇ ଦେଇଥିବ ହେ ପ୍ରଭୁ ମୋତେ ରକ୍ଷା କର ଆଉ ରାତି ଯାକ ନିଦ ହବନି କିରେ ଇନୋଭା କିଣିଲା ବେଳେ ତ ପ୍ରଭୁକୁ ଡାକିନୁ ଗାଡ଼ି ଆକ୍ସିଡେଣ୍ଟ ହେଲା ବେଳେ ପ୍ରଭୁକୁ ଡାକୁଛୁ ସେଇ ଭକ୍ତଟା ହଉଛି ଆରତି ବାପା ମାଙ୍କର ପୁଅ ଟିକେ ଜ୍ୱର ହେଲା ଗେଙ୍ଗୁଟିଆ ଗାଁରେ ଢେଙ୍କାନାଳ ମେଡିକାଲକୁ ନେଇକି ଗଲେ ପକେଟରେ ପଇସା ଅଛି କାହାକୁ ଡାକିବାର ନାହିଁ ଯେତେବେଳେ ଢେଙ୍କାନାଳ ମେଡିକାଲ ନେଇକି ଗଲେ ଡାକ୍ତର କହିଲେ ନାଇଁ ତମ ପୁଅ ହବନି ତମେ କଟକ ମେଡିକାଲ ନିଅ ଆଉ ବାପା ମାଙ୍କ ପାଖରେ ପଇସା ନାହିଁ ଭାରିଜା ବେକର ହାର ସ୍ୱାମୀ ବେକର ହାର ସବୁ ଗାଁରେ ମହାଜନ ପାଖରେ ବନ୍ଧା ପକେଇକି କଟକ ମେଡିକାଲ ଗଲ କଟକ ମେଡିକାଲରେ ଡାକ୍ତର କହିଲା ନା ତମ ପୁଅ ହବନି ତମେ ଭେଲୋର ମେଡିକାଲ ନିଅ ପଇସା ତ ପାଖରେ ନାହିଁ ବାପାର ଭିଟା ମାଟି ଯୋଉ 2-4 ଏକର ଜମି ଅଛି ତାକୁ ବନ୍ଧା ପକେଇଲ କି ବିକିଲ ପୁଅକୁ ନେଇକି ଭେଲୋର ଗଲ ଡାକ୍ତର କହିଲା ନା ତମ ପୁଅ ଆଉ ହବନି ତମ ପୁଅ ଆୟୁଷ ଆଉ 2 ମାସ କି 3 ମାସ ସେତିକି ବେଳେ ପୁଅକୁ ଆଇଲ ତମ ଗେଙ୍ଗୁଟିଆ ଗାଁ ମୁଣ୍ଡରେ ମଙ୍ଗଳା ଥାନ୍ତୁ ବିମଳା ଥାନ୍ତୁ କାଳିକା ଥାନ୍ତୁ ଶିବ ଥାନ୍ତୁ ତାଙ୍କ ପିଣ୍ଡାରେ ପୁଅକୁ ଗଢ଼େଇ ଦେଲ ପ୍ରଭୁ ମୋ ପୁଅ ତମକୁ ନାଗିଲା କିରେ ଯେତେବେଳେ ଢେଙ୍କାନାଳ ମେଡିକାଲକୁ ନେଲ କାହିଁ ମଙ୍ଗଳାକୁ ମୁଣ୍ଡିଆ ମାରିକି ଗଲନି ସେତେବେଳେ ପକେଟରେ ଟଙ୍କା ଥିଲା ଯେତେବେଳେ କଟକ ମେଡିକାଲ ନେଲ ସେତେବେଳେ ତମ ଭାରିଜା ବେକରେ ଚେନ୍ ଥିଲା ଯେତେବେଳେ ତମେ ଭେଲୋର ମେଡିକାଲ ନେଲ ତମ ବାପାର ଭିଟା ମାଟି ସମ୍ପତ୍ତି ଜମି ବାଡ଼ି ଥିଲା ଆଉ ଆମେ ଯେତେବେଳେ ନିଃସ୍ୱ ହେଇଯାଏ ଆମର ଯେତେବେଳେ ସବୁ ସରିଯାଏ ଆମ ପାଖରେ ଯେତେବେଳେ କିଛି ନଥାଏ ନିଃସ୍ୱ ହେଇଗଲା ବେଳେ ଆମେ ଭଗବାନଙ୍କୁ ଡାକେ କହେ ପ୍ରଭୁ